ଆପଣଙ୍କ ପାଇଁ ଆଉ ଗୋଟିଏ ମୁଁ ନୂଆ ଅପଡେଟ୍ ନେଇ ଆସିଛି। ଦେଖନ୍ତୁ ଆପଣମାନେ ଯେଉଁ ବ୍ୟାଙ୍କରେ ଟଙ୍କା ରଖୁଛନ୍ତି, ବ୍ୟାଙ୍କ ଖାତାରେ ଆପଣଙ୍କର କେତେ ଟଙ୍କା ରଖିଲେ ଆପଣମାନେ କେତେ ଟଙ୍କା ସୁଧ ପାଇବେ ଏବଂ କେବେ ଆପଣଙ୍କୁ ସେହି ସୁଧଟି ଦିଆଯାଉଛି। ଅର୍ଥାତ୍ ଆପଣମାନେ ଯଦି 1 ଲକ୍ଷ ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାରେ ରଖିଲେ କେତେ ଟଙ୍କା ସୁଧ ମିଳୁଛି, ଆପଣଙ୍କୁ ଗୋଟିଏ ଦିନରେ କେତେ ଟଙ୍କା ବ୍ୟାଙ୍କ ତରଫରୁ ସୁଧ ଦିଆଯାଉଛି, 30 ଦିନରେ ଆପଣଙ୍କୁ କେତେ ଟଙ୍କା ସୁଧ ମିଳୁଛି ଏବଂ 1 ବର୍ଷରେ କେତେ ଟଙ୍କା ସୁଧ ମିଳୁଛି, ସେହି ସବୁ ଯାହାକି ଆପଣଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ପୁରା ଡିଟେଲ୍ ଜଣାଇଦେବି, ଯାହାକି ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲା ପରେ ସେ ନେଇ ପୁରା ଇନଫର୍ମେସନ୍ଟି ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ବିନା ସ୍କିପ୍ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲଟିକୁ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ଦେଖନ୍ତୁ ଆପଣଙ୍କୁ ମୁଁ ଏଇ ନେଇ ଗୋଟିଏ ଗୋଟିଏ କରି ଜଣାଇ ଦେଉଛି ଯେ ଆପଣମାନେ 1 ଲକ୍ଷ ଟଙ୍କା ଆପଣଙ୍କର ଯଦି ବ୍ୟାଙ୍କ ଆକାଉଣ୍ଟରେ ରଖୁଛନ୍ତି ତାହେଲେ ଆପଣଙ୍କୁ ବ୍ୟାଙ୍କ ତରଫରୁ କେତେ ସୁଧ ମିଳୁଛି ଏବଂ ଗୋଟିଏ ଦିନରେ ଆପଣମାନେ କେତେ ସୁଧ ପାଉଛନ୍ତି, 30 ଦିନରେ କେତେ ସୁଧ ପାଉଛନ୍ତି, 1 ବର୍ଷରେ କେତେ ସୁଧ ମିଳୁଛି, ସବୁକିଛି ଦେଖନ୍ତୁ ଆପଣଙ୍କୁ ମୁଁ ଗୋଟିଏ ଗୋଟିଏ କରି ଦେଖାଇ ଦେଉଛି। ଦେଖନ୍ତୁ ପ୍ରଥମେ ଆପଣଙ୍କ ସାମ୍ନାରେ ଯାହାକି ମୁଁ ତଥ୍ୟ ରଖିଛି ଯେ ଆପଣଙ୍କର ଯେଉଁ ବ୍ୟାଙ୍କ ରହିଛି, ଆପଣଙ୍କର ଯେଉଁ ବ୍ୟାଙ୍କ ରହିଛି, ବ୍ୟାଙ୍କ ଆମକୁ କେବେ ଓ କେମିତି ଯାହାକି ସୁଧ ଦେଇଥାଏ। ଆପଣଙ୍କର ଯେଉଁ ଟଙ୍କା ରହିଛି ସେଇ ଟଙ୍କା ଯେଉଁ ଆପଣମାନେ ବ୍ୟାଙ୍କରେ ଡିପୋଜିଟ୍ କରୁଛନ୍ତି ତାରି ସୁଧ ଆପଣମାନେ କେମିତି ଏବଂ କେବେ ଓ ଆପଣଙ୍କର କେମିତି ଆପଣଙ୍କୁ ଟଙ୍କାଟି ଦିଆଯାଇଥାଏ। ଦେଖନ୍ତୁ ପ୍ରତ୍ୟେକ ଦିନ ଆମ ଆକାଉଣ୍ଟରେ ଯେତେ ଟଙ୍କା ରହିଥାଏ ସେହି ଅନୁସାରେ ବ୍ୟାଙ୍କ ଆପଣଙ୍କୁ ଯାହାକି ପ୍ରତ୍ୟେକ ଦିନ ହିସାବ କରିଥାଏ, କିନ୍ତୁ ସୁଧ ଟଙ୍କା ଆପଣଙ୍କୁ ପ୍ରତ୍ୟେକ ମାସରେ ଦିଆଯାଏ ନାହିଁ, ଯାହାକି 3 ମାସର ଥରେ ଯାହାକି ଆପଣଙ୍କର ଅପଡେଟ୍ଟି ହୋଇଥାଏ। ଦେଖନ୍ତୁ ଆପଣଙ୍କର ଯେତେ ବି ଟଙ୍କା ରହିଛି ସେଇ ଟଙ୍କାଟି ଆପଣଙ୍କର ଯେଉଁ ସୁଧ ରହିଛି, ଧରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ 1 ଲକ୍ଷ ଟଙ୍କା ରହିଛି, ପ୍ରତ୍ୟେକ ଦିନରେ ଆପଣଙ୍କର ଯେତେ ଟଙ୍କା ଇଣ୍ଟରେଷ୍ଟ ହେଉଛି ସେଇଟା ଯାହାକି ଆପଣଙ୍କର ହିସାବ ହେଇଥାଏ, କିନ୍ତୁ ଆପଣଙ୍କର 3 ମାସ ପରେ ସେଇଟା ଯାହାକି ଅପଡେଟ୍ କରାଯାଇଥାଏ, ଯେଉଁଟାକି ଆପଣଙ୍କର ଫାଷ୍ଟ ରହିଛି ମାର୍ଚ୍ଚ ମାସରେ, ତା ସହିତ 2 ନମ୍ବର ରହିଛି ଆପଣଙ୍କର ଜୁନ୍ ମାସରେ, 3 ନମ୍ବର ରହିଛି ଆପଣଙ୍କର ସେପ୍ଟେମ୍ବର ମାସରେ ଏବଂ ଡିସେମ୍ବର ମାସରେ। ଅର୍ଥାତ୍ ବର୍ଷକୁ 4 ଥର ଯାହାକି ଅପଡେଟ୍ ହେଇକି ଆପଣଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ରହିଛି ସେଇ ବ୍ୟାଙ୍କ ଆକାଉଣ୍ଟରେ ଆଡ଼୍ ହେଇଥାଏ। ଏଇଟା ଆପଣଙ୍କର ନିୟମ ରହିଛି, ଯାହାକି ସବୁ ବ୍ୟାଙ୍କର ଏଇ ଆପଣଙ୍କର ନିୟମ ରହିଛି। ଏହି ନିୟମଟାକୁ ଯାହାକି ସେମାନେ ପାଳନ କରିଥାନ୍ତି, ଯାହାକି ଆପଣଙ୍କର ଯେଉଁ RBI ରହିଛି, RBI ତରଫରୁ ଏହି ନିୟମଟିକି ଯାହାକି କରାଯାଇଛି। ତେବେ ଦେଖନ୍ତୁ ଆପଣଙ୍କର ଯେଉଁ ବ୍ୟାଙ୍କ ଗୁଡ଼ିକ ରହିଛି, କେଉଁ ବ୍ୟାଙ୍କ ଆପଣଙ୍କୁ କେତେ ସୁଧ ଦେଉଛି, ଏଇଟା ଯାହାକି ଆପଣମାନଙ୍କୁ ସମସ୍ତଙ୍କୁ ଜାଣିବା ନିହାତି ଜରୁରୀ। ଫାଷ୍ଟ ହେଉଛି ଦେଖନ୍ତୁ ଆପଣଙ୍କର SBI। ଆପଣଙ୍କର ଯଦି SBI ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କର SBIରେ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି ତାହେଲେ ଆପଣମାନେ 2.70% ଯାହାକି ଇଣ୍ଟରେଷ୍ଟ ପାଇଥାନ୍ତି। ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରହିଛି ସେଇ ଆପଣଙ୍କର 2.70%, ଆପଣଙ୍କର ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଯଦି ବ୍ୟାଙ୍କ ଆକାଉଣ୍ଟ ରହିଛି ଏଥିରେ ମଧ୍ୟ ଆପଣଙ୍କର 2.70%, HDFC ବ୍ୟାଙ୍କରେ ଆପଣଙ୍କର 3%, ତା ସହିତ ICIC ବ୍ୟାଙ୍କରେ ଆପଣଙ୍କର 3% ଏବଂ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କରେ 4% ଯାହାକି ଇଣ୍ଟରେଷ୍ଟ ଆପଣମାନଙ୍କୁ ଯାହାକି ଦିଆଯାଇଥାଏ। ଅର୍ଥାତ୍ ଆପଣଙ୍କର ଯେଉଁ ସୁଧ ରହିଛି ସେଇ ସୁଧଟି ଆପଣଙ୍କୁ ଦିଆଯାଇଥାଏ। ଅର୍ଥାତ୍ ଆପଣମାନେ ଏଇଠୁ ଜାଣିଗଲେ ଯେ ଆପଣଙ୍କର ଯେଉଁ SBI ରହିଛି SBIରେ 2.70% ଏବଂ ଆପଣଙ୍କର HDFC ଏବଂ ICICରେ 3% ଏବଂ ପୋଷ୍ଟାଲରେ ଆପଣଙ୍କର ଠିକ୍ ରହିଛି, ଯେଉଁଟାକି ଆପଣଙ୍କର 4% ଯାହାକି ରହିଛି। ନେକ୍ସଟ ଦେଖନ୍ତୁ ଆପଣଙ୍କର ଆଉ କ'ଣ ରହିଛି, ଦେଖନ୍ତୁ ଆପଣଙ୍କର ଯେଉଁ ବ୍ୟାଙ୍କ ରହିଛି ବ୍ୟାଙ୍କ ଗୁଡ଼ିକ କେମିତି ଆପଣଙ୍କର ହିସାବ କରିଥାନ୍ତି। ଆପଣଙ୍କର ଯେଉଁ ହିସାବ କରାଯାଉଛି, ଅର୍ଥାତ୍ ଆପଣଙ୍କର ଯେଉଁ ପ୍ରତ୍ୟେକ ଦିନରେ କେତେ ଟଙ୍କା ଆପଣଙ୍କୁ ମିଳୁଛି ବ୍ୟାଙ୍କର ନିୟମ ଅନୁସାରେ କେମିତି ହିସାବ କରାଯାଇଥାଏ। ଦେଖନ୍ତୁ ଆପଣଙ୍କୁ ମୁଁ ଦେଖାଇ ଦେଉଛି ଯେ ଆପଣମାନେ ନିଜେ ମଧ୍ୟ ଏହିପରି ହିସାବ କରିକି ଜାଣିପାରିବେ। ଦେଖନ୍ତୁ ଫାଷ୍ଟ ଆପଣଙ୍କର ୟାର ସୂତ୍ର କ'ଣ ରହିଛି, P/R/T ବାଇ ଆପଣଙ୍କର 365 ଦିନ। ଅର୍ଥାତ୍ ଦେଖନ୍ତୁ P ହେଉଛି ମୂଳଧନ, ଆପଣଙ୍କର ଟୋଟାଲ ଆମାଉଣ୍ଟ କେତେ ରହିଛି ସେଇଟା ଆପଣଙ୍କର P। ତାପରେ ଆପଣଙ୍କର R ହେଉଛି ରେଟିଂ ଅଫ୍ ଇଣ୍ଟରେଷ୍ଟ, ଆପଣଙ୍କର କେତେ ଇଣ୍ଟରେଷ୍ଟ ରହିଛି। ଧରିନିଅନ୍ତୁ ଆପଣଙ୍କର ଯେଉଁ SBI 2.7 ରହିଛି, ତେବେ ଦେଖନ୍ତୁ ଆପଣମାନେ ଜାଣିଗଲେ ଆପଣଙ୍କର ମୂଳଧନ କେତେ ରହିଲା, ଆପଣଙ୍କର ଇଣ୍ଟରେଷ୍ଟ କେତେ ଏବଂ ଆପଣଙ୍କର ସମୟ।
जहाँकि आपणकर केते वर्ष पाई आपण माने करिसंती प्रत्येक दिन रे केते टंका मिलुची 30 दिन रे केते टंका मिलुची सेही सब जहाँकि आपनको मैं हिसाब करिकी देखे देबी। प्रथमे आपण माने यार सूत्रटी जानि गला परे आपण निजे मध्य करि परिबे। देखंतु आपणकर हिसाब केमिति आपण माने करिवे। देखंतु हिसाब करबा पई आपणकर एठी पूरा टेबुल रहिची जे देखंतु आपणकर जदि पी रे आपणकर जो मूलधन रहिची मूलधन धरनंतु आपणकर 1 लाख एवं आपणकर जो इंटरेस्ट रेट रही 2.70%। देखंतु आपण माने गोटे दिन रे केते टंका पाइबे 30 दिन रे केते टंका पाइबे 90 दिन रे केते टंका मिलुची एवं 365 दिन रे आपणकर केते टंका मिलुची। देखंतु से नै आपणको मु जणे दउची। देखंतु आपण माने कोन करिवे। देखंतु केमिति आपण हिसाब करिवे आपणको एठी एग्जांपल सहित आपणको मु देखे दउची। देखंतु एठी आपण कोन करले 1 लाख आपण कौन करें 1 लाख करदे 1 लाख करके आपण गुणन करदे 2.7%। देखंतु एठी आपण 2.7% कले 2.7% कला परे एठी आपण इंटू करदे। आपण जदि गोटे दिन रो करूचंती थाले आपण 0.1 करदे एवं एठी आपण कौन करेंगे हरण 365 आपणकर जेते टंका बाहर प्रत्येक दिन जहाँकि आपण मैंने सेते टंका पाउचंती। एटी आपणकर 6.5 ना केते गोटे आपणकर बाहरुची। देखंतु एही हिसाब रे आपण माने जहाँकि आपणकर कैलकुलेशन करि परिबे। देखंतु आपणको मु हमर जो कैलकुलेटर रहिची कैलकुलेटर टिको ओपन करके आपणको मु प्रूफ सहित मध्य देखै दउची। देखंतु आपणको सामना रे मु कैलकुलेटर टी ओपन कर देली। ओपन कला परे एठी देखंतु मु 1 लाख कर दउची। 1 लाख आपणकर हे गला 1 लाख कला परे आपण कोन करबे गुणन कर देबे 2.7% गुणन आपणकर केते दिन रो करूचंती आपण धरनियंतु गोटे दिन रो करूचंती थाले आपण 1 कर देबे एवं एठी आपण कोन करबे हरण 365 आपणकर केते होची 7 टंका 39 आपणकर हाराहारी 40 पैसा धर नियंतु आपनको जहाँकि 7 टंका गोटे लक्ष रे प्रत्येक दिन रे मिलुची। देखंतु एटा जदि आपणकर 365 करेबे ताहले आपनको केते टंका मिलुची 2700 टंका मिलुची। देखंतु एठी आपणकर अमाउंट मध्य आमे कम करि परिबा। देखंतु आपणकर एठी देखंतु 50,000 कर देली 50,000 रे आपणकर केते टंका होची 1350 टंका होची। एमिति आपण माने आपणकर जहाँकि सब किछि कैलकुलेशन करि परिबे एवं कन्फर्म आपण माने जानि पारबे जे आपनको आपणकर बैंक तरफरु केते टंका इंटरेस्ट मिलुची आपणकर केते टंका बैंक रे रहिची एवं केते टंका आपणकर इंटरेस्ट मिलुची। एई परे हिसाब करके आपण माने समस्त जानि पारबे। ठीक अछि एथिला आपणक पई बहुत बड़ गुटे अपडेट। आपण मानको वीडियोटी केमति लागला कमेंट बॉक्स रे निश्चय गुटे कमेंट कर दियंतु।